हेलो फ्रेंड्स वेलकम माय यूट्यूब चैनल जय जगन्नाथ सांग मैंने आपण मैंने केमती अच्छा मु तो बहुत भल अच्छी आपण मैंने केमती अच्छा मत निहाती कमेंट जनइबे आपण मैंने भावुं मुझे सका मैंने रेडी कुआड़े जाऊँगी आप कंटिन्यू मो ब्लॉग में रुहतु जापारि कहीं धाईटी पलि आसली बोली माने निश्वास प्रोब्लेम हो कंटिन्यू रुहतु मो ब्लॉग रे जापारे फास्ट लास्ट पर्यटन देखूँ के भी स्किप करेंगे आम कुआड़े जाऊँ आम पूरा फैमिली ही जाऊँ क्या जाऊँ कौन पर जाऊँ आप कंटिन्यू रुहतु जापारे चलते जा खाइबु ना कौन एने खाइबा माने गाड़ी रे बस गाड़ी एवं आम रखिकी पेट्रोल गाड़ी में भरलु कहीं बहुत बाट जबार अच्छे पेट्रोल पाइबनी पेट्रोल पकईकि जीवु बापा ये कौन देखुं बापा देखो जमी ग्लास लगे सारे बहुत स्टाइलिश मो बापा ना मामू ठीक कथा कहना तुम नब घर लोग खाइबे से लोकटा खाइले लाभ हम नहीं हम सांग मैंने देखी पारे व्यूटा के सुंदर देखा माने ये सब व्यू देखा बहुत डीजे सीएनजी रे उठेमी ना जो कपिलास पहाड़ जगार ही अच्छी मर्णिंग रे कहीं मर्णिंग रे तो उठे आज पहाड़ को देखिए मत मन बहुत खुशी लगे फुल नहीं साइड ठाकुर ठाकुर फुल नहीं हाँ तो मामू कथा को खातिर करना मान तो किसी कम तो नहीं पैसा नहीं जाता तो अच्छी नबार ने फुल नहीं ठाकुर जाऊँ हाँ टिकेट कटा भी सर ठाकुर कति कहीं खुशी ठाकुर मुझे के मुझे नी जो बाहर फास्ट थे मो देह खराब थी मुझे देखिए केते गाड़ी भी ये अच्छी गाड़ी को रखे बुलिकी देख आम जाऊँ घाटी में चढ़ी पलि आसलु गाड़ी रखी पलि आसलु घाटी बहुत उंचा उंचा घाटी ना से बहुत भय लगुच उठापी ठाकुरों भरोसा मोर अच्छी किसी भी कहार भी हेनी बहुत भल रखिए माँ कौन कौच कौना इे जाएंगे कथा को नथा कौन हो माँ चली जाऊँ देख तुम एरिया कपिलास ना ना एडवांस तुम करानी क्या मंदिर में पहुँच सारे चार घंटा फैमिली आम तो पहुँच सारे आसिक ठाकुर पाखे मैंने अपेक्षा कराई जो मन कहते से आसवे माँ का भ्यानिटा भल मानती ना मुझे तो खर्च कर आगड़ ये पिलाटा झील देखा जी आपण मानक कि भौणी थी मत कहे ये पुआटा तो बाहर करिया भल झील मो जा हम सांग मैंने आपण मैंने भावुले ना कौ जगह कौन पर आसी आपण मैंने जानते मत निहती कमेंट जनइबे कौ जगह आमती मुझे आसी नी मुझे आसली मैंने माकड़ मान तो देखिए मत भारी भय ही लगे मैंने मैंने
ଡର ଲାଗୁଛି ମାଙ୍କଡ଼ ମାନଙ୍କୁ ଦେଖିକି କହିବି ପାରୁନି ମାନେ ମାଙ୍କଡ଼କୁ ତ ମୋର ଭାରି ଭୟ। ଆଉ ନନା ଆସିଲେ ଗୋଟେ ସିନ୍ଦୁର ଆଣିଲି ଲଗାଇବା ପାଇଁ ମାଙ୍କ ପାଇଁ ମୋ ପାଇଁ ଆଉ ନେଇକି ଆସିଲୁ। କାରଣ ଏଇ ଜାଗାରେ ସିନ୍ଦୁର ନେଲେ କୁହନ୍ତି ସମସ୍ତେ ବହୁତ ଭଲ ବୋଲି। ଆମ ମା ଟିକେ ଥକା ବହୁତ ହେଇଯାଇଛି ବୋଲି ବସି ପଡ଼ିଛନ୍ତି, ବୟସ ହେଲାଣି ନା। ଆଜି ଆଉ ବରା ଫରା ଖାଇବନି କୋଉଠି। ଏମିତି ଜଙ୍ଗଲିଆରେ ରହିଲେ ଦେହ ପୁରା ବଢ଼ିଆ ଲାଗିବ। ଆର ବର୍ଷ ଏଇ ଦିନ ପୁଣି ଆସିବା ରବିକି ଆଣିକି ଚୁଟି ପକେଇ। ଗାଡ଼ି ପାର୍କ କରିକି ଆମେ ଏବେ ଆସିଲୁ ଖାଇବା ପାଇଁ, କାହିଁକିନା ସାଇ ମନ୍ଦିରରେ ଖାଇବୁ, ବାହାର କୋଉଠି ଖାଇବୁନୁ। ଆଉ ସାଇ ମନ୍ଦିର ଆସିଲୁ ଖାଇବା ପାଇଁ। ମୋ ଧନଙ୍କର କ'ଣ ସବୁବେଳେ ଅଫିସରୁ କଲ୍, ଖାଲି ଅଫିସ୍ କଲ୍, ଆଉ ଏପଟେ କି ଖାଉ ନ ଖାଉ ଯାହା ବି ହଉ ତାଙ୍କର କିଛି କହିବାର ନାହିଁ। ତାପରେ ଜବ୍ କରୁଛନ୍ତି ମାନେ ସବୁ କିଛି ହ୍ୟାଣ୍ଡେଲ୍ କରିବା ପାଇଁ ପଡ଼ିବ। ଆମେ ଏବେ ଆସିକି ପହଞ୍ଚିଲୁ ସାଇ ମନ୍ଦିରରେ। ସାଇ ମନ୍ଦିରରେ ଖାଇକି ଯିବୁ, କାହିଁକିନା ଗୋଟେ ବାହାରେ ଖାଇବୁନୁ। ଯାହା ବି ଠାକୁରଙ୍କ କତିକି ଆସିଛୁ ମାନେ ପିଆଜ ରସୁଣ ତ ଖାଇବାଟା ବହୁତ ଖରାପ। ଆଉ ଠାକୁରଙ୍କ କତିରେ ଖାଇବୁ ବୋଲି ମୋ ଧନ କହିଲେ ସାଇ ମନ୍ଦିର ପାଖରେ ଅଛି, ଚାଲ ଖାଇକି ସେଠି ଆସିବା, ପ୍ରସାଦ ବହୁତ ଭଲ। କିନ୍ତୁ ପହଞ୍ଚି ସାରିଲା ପରେ ଆମ ସହିତ ଯାହା ବି ହେଲା କହିବାର ନାହିଁ। କହିବା କଥା ନୁହେଁ ଠାକୁରଙ୍କ ଆମ ସହିତ କ'ଣ ହେଲା ବୋଲି ଆପଣମାନେ ଜାଣିବାକୁ ଚାହୁଁଛନ୍ତି? କାହିଁକିନା ଏ ଯେଉଁ ପ୍ରସାଦ ଏମିତି ଲାଗୁଥିଲା ଯେ ଖାଇବା ମାନେ ଭଲ ବି ଟେଷ୍ଟ ନଥିଲା। ଆମେ ଖାଇକି ଆସିଲୁ, ଏଇଆ ନୁହେଁ ଯେ ଟେଷ୍ଟ ଥିଲା ଯେ ଭଲ, କିନ୍ତୁ ଆଉ ଟିକେ ବେଟର୍ ହେଇଥିଲେ ହେଇପାରିଥାନ୍ତା। କାହିଁକିନା ବିନା ପିଆଜ ରସୁଣ ଖାଇବା ପାଇଁ ପଡ଼ିଲା। ଠାକୁରଙ୍କ ମନକୁ ଏମିତି କହିବା କଥା ବି ନୁହେଁ, କିନ୍ତୁ ମୋତେ ଟିକେ ମାନେ ଭଲ ଏମିତି ମୁଁ ଖାଇନି କେବେ ନା, ଆଉ ମୋତେ ଟିକେ ଏତେ ଭଲ ଲାଗିଲାନି। ଯେଉଁ ସାଇ ମନ୍ଦିରରେ ଆମେ ଖାଉଥିଲୁ ସେଠି ଗୋଟେ ପାର୍କ ଅଛି, ମାନେ ସେ ସାଇ ମନ୍ଦିର ଭିତରେ ମୋତେ ପାର୍କଟା ବହୁତ ଭଲ ଲାଗିଲା। ମୁଁ ଧନକୁ କହିଲି ଚାଲ ଟିକେ ଦେଖିକି ଆସ। ଧନ କ୍ୟାମେରା ଧରିଛନ୍ତି, ମୁଁ ବୁଲୁଛି ଦେଖନ୍ତୁ। ମୋ ଦେବରଜୀ ଦେଖ, ଭାବୁଥିଲି ଏଠି ଗୋଟେ କାହା ଝିଅକୁ ସେଟେଲ୍ କରିଦେଇଥାନ୍ତି, କିନ୍ତୁ ତ ଅଲରେଡ଼ି ତାଙ୍କ ଅଛି। ଚାଲ ଆଗକୁ କ'ଣ ହେଉଛି ଦେଖିବା। ସାଙ୍ଗମାନେ ଏଇଟା କ'ଣ କି ମନ୍ଦିର? ମୁଁ ଏଠି ଫାଷ୍ଟ ଟାଇମ୍ ଆସିଛି। ଶୂନ୍ୟ ମନ୍ଦିର, ଶୂନ୍ୟ ମନ୍ଦିର। ଇଏ ଦେଖିପାରୁଥିବେ ଭିଉ କେତେ ସୁନ୍ଦର। ଏଠି ମା ଏକା ଏକା ଭାରି ଭୟ ଲାଗେ। କେମିତି ହେଇଛି ମୋତେ କମେଣ୍ଟରେ ନିହାତି ଜଣେଇବେ। ସାଙ୍ଗମାନେ ମୁଁ ତ ଆସି ଘରେ ଅଲରେଡ଼ି ପହଞ୍ଚି ସାରିଲିଣି। ଆଉ ଏତେ ମାନେ ଲାଗୁଛି ଦେହ ଖରାପ, ମାନେ ବହୁତ ବାଟ, ଏତେ ବାଟ ଲଙ୍ଗ୍ ବାଟ ଯାଇକି ମୋତେ ବହୁତ ଥକା ବି ଲାଗେ। ଯୁଆଡ଼େ ବି ଯାଏ ମୋତେ ବହୁତ ଥକା ଲାଗେ, କିନ୍ତୁ ମୋତେ ମୋ ମନଟା ବହୁତ ଖରାପ ଲାଗୁଛି। ମାନେ ଠାକୁରଙ୍କ କତିକି ଗଲି, ଠାକୁରଙ୍କୁ ଦର୍ଶନ କଲି, ଯାହା ବି ମୋତେ କହିଲେ ମୁଁ ସେୟା ସବୁ କଲି, କିନ୍ତୁ ମୋତେ ଏଥିଲାଗି ବହୁତ ଦୁଃଖ ଲାଗୁଛି। ମୁଁ ଗୋଟେ ରୂପା ମୁଦି ପିନ୍ଧିଥିଲି, ସେଇଟା କେଉଁଠି ଗଳି ପଡ଼ିଛି, କ'ଣ କେମିତି ଗଳିଲା ମୁଁ ନିଜେ ବି ଜାଣିନି, କାହିଁକିନା ଏଇଟା ମୋ ଗ୍ରହ ମୁଦି ଥିଲା। ମୁଁ ଘରେ ଆସିକି ଦେଖିଲି ଯେତେବେଳେ, ମାନେ ମୋର ମୁଦି ସବୁ ଯାକ ଅଛି, କିନ୍ତୁ ଏଇ ହାତରେ ମୁଁ ଗୋଟେ ରୂପା ମୁଦି ପିନ୍ଧେ, ଯେଉଁଟାକି ମୋର ଏଇଟା ଗ୍ରହ ମୁଦି ଥିଲା। ମୁଁ ଏଇଟା ମାନେ ଅନମ୍ୟାରେଡ଼୍ ପୂର୍ବରୁ ବି ପିନ୍ଧୁଥିଲି। ଆପଣମାନେ ଦେଖିଥିବେ କେତେ ଭିଡ଼ିଓରେ ବି ମୋର ଏଇଟା ଥିଲା, କିନ୍ତୁ ଘରେ ଆସି ତ ଦେଖିଲି ଯେ ସେଇଟା ମୋର କେଉଁଠି ଗଳି ପଡ଼ିଛି। ଭଲ ଲାଗୁନି ମନଟା। ଆଉ ମୋ ଚ୍ୟାନେଲ୍କୁ ଯେଉଁମାନେ ନୂଆ ଆସିଥିବେ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଆଉ ନିହାତି ଗୋଟେ କମେଣ୍ଟ କରିଦେବେ, କାହିଁକିନା ସାଉଣ୍ଡ ଗୋଟେ ହେଉଛି ଆପଣମାନଙ୍କୁ ଶୁଭୁଥିବ, କାହିଁକିନା ଏଇଠି ଆମ ଘର ପାଖରେ ଯେଉଁ ଦୁର୍ଗା ଠାକୁର ଏବେ ହେଉଛନ୍ତି ନା, ଆମର ଏଇଠି ଚାଲିଛି ପୂଜା, ଆଉ ସେଥିଲାଗି ସାଉଣ୍ଡ ହେଉଥିବ। ମୁଦିଟା କେଉଁଠି ଗଳିଗଲା, ମୋତେ ଟୋଟାଲ୍ ଭଲ ହିଁ ଲାଗୁନି। କାହିଁକିନା ଏଇଟା ମୋର ଗ୍ରହ ମୁଦି ଥିଲା, କାହିଁକିନା ମୋ ଦେହ ଟିକେ ବହୁତ ଖରାପ ହୁଏ ତ। ଏଇଟା ମୋ ବାବା ମୋତେ ବନେଇକି ଦେଇଥିଲେ, ଯେଉଁଟାକି ମୋତେ ବହୁତ କଷ୍ଟ ଲାଗୁଛି, କାହିଁକିନା ମୋ ବାବାଙ୍କ ସନ୍ତକ କେଉଁଠି ବି ହଜେଇ ଦେଲି। ଛାଡ଼, ଯାହା ବି ମୁଁ ଥିଲା ଗୋଟେ ହଜିବାରେ ହଜିଲା, କିନ୍ତୁ ମୁଁ ଜୀବନରେ କେଉଁଦିନ କେବେ କୌଣସି ଜିନିଷ ମୁଁ ହଜାଏନି।
एमती भी जुआर जाए भी आगे बार बार मो बैग चेक करथुमी मो हाथर मुदी चेक करथुमी फोन बार बार भी चेक करथुम फोनटा अच्छी कि नहीं आज एमती भी बैड लग मो फोन पड़े कि भी काच माने भांगी जाए छाड़ जा कहीं भगवान किसी मत कि कहीं भगवान कतरे मत प्रार्थना करके आसली जे भगवान समस्त बहुत भल रखते समस्त मतलब मु भी अच्छी आ कि कौन कह कि कहबी कहीं मनटा भल लगुनि आप जो मैंने भी मो चैनल को आसते सब्सक्राइब करे जमार भूलें कमेंट करेंगे निहाती किसी जय जगन्नाथ सांग मैंने बहुत खुशी रुहतु।